रजा को अनेक जला देखिला कौन देखिला ମୋ ଜୀବନରେ କେତେ ସୁନ୍ଦରୀ ନବୀନଙ୍କର ରୂପ କେତେ ସୁନ୍ଦରୀଙ୍କୁ ଉପଭୋଗ କରିଛି ଏଭଳିଆ ସୁନ୍ଦରୀ ତ ଆଜି ପର୍ଯ୍ୟନ୍ତ ମୁଁ ଦେଖିନାହିଁ କେତେ କୋଉଠି ଦେଖିନାହିଁ ଏ ପଏ ଭାବୁଛି ଯୁବରାଜ ଦଣ୍ଡ ପାଗଳ ହେଇଯାଇଛି ଗୋଟାଏ ଧାଇ କିଏ ଲେଖିଲେ आधुनिक साहित्य नाई खंड बालेश्वर बिलासपुर घर कवि राधानाथ सारे काली जी पाला शिक्षित हम ये गीत को आगे से शिखुची मुझे बेसी किसी को हिता नहीं राधानाथ चिंता चेतना गोटा धारी मुझे राधानाथ प्रमाण दे अंगे बंगे आज पर्यंत मुझे केरे देखिने के राधानाथ साहित्य गला कवि है राजशेखर वही होती निठसार भूमिका उन्होंने युवराज दंड बरगछ गाए रे बइछि मने मने भाबुछि कोन भाबिला दुसाबक धम नसिर जीवयन्ति दुर्सैवता दीपक्षसदयि शास्तुमो बामलोचना आज मंगलाचरण आपण कागे कुंथली राजशेखर पंडित प्रमाण देले तो शिवंक तृतीय नयनरु अग्निकणा जात है 15 को ध्वंस स्तूप रे परिणत हला आगे आखिर में आबा समय आगे कवि माने हेले मुक्त आकाशर विहंग कल्पना व्यास राजशेखर पंडित भइले सेति के बेला जदी यही सुंदरी था तृतीय खाली अनै देई था जीवयन्ति दुर्सैवदा माने बुझियोनी सेना ओले कहलो से कंदर्प पुणी थरे ये सुंदरी देखि जाई थे युवा जीवन पाई जाई थे ये कोन सत कथा ना कविर पठा भावना ओरे युवराज दंड पूरा साधु को पड़ी मु आ अपेक्षा करिबे से एमिति हई होनी आज्ञा कोला कोन कोला वट वृक्ष डालू लंफ युवराज दंड जेमती देखे देला टिकी आगु डाल तळु पळै जाउछि कोन कला केई पळिया
বলা সুন্দরী আসো সুন্দরী রক্ষা করো এরো পাটি বন্ধ করো এরো সুন্দরী কান সুন্দরী মা কি আপনি কই যা আগে ডাকিলা বলা সুন্দরী মুকুল সর আরে ভগবান সব জানতেন তোর পাহাড়টা আবশ্যকতা ସାରେ ମୁଁ କାଲି ଆପଣମାନଙ୍କ ଆଗରେ କହିବା ପାଇଁ ଚାହିଁବି ଇଏ ବରଗଛ ଡାଉ ଇଏ ଯୁବରାଜ ଦଣ୍ଡ ସେ ସୁନ୍ଦରୀ ଆଗକୁ ଡେଇଁଲା ତାର ଲକ୍ଷ୍ୟ ତା ଯୌନକୁ ଯାହାକୁ ଚରିତାର୍ଥ କରି ତା ସାଙ୍ଗରେ ଭକ୍ତି ରଙ୍ଗରେ ସେ ତ ଟିକେ ମାନିବ ଆଚ୍ଛା ଇଏ ଯୋଉ ଠିଆ ଆଗକୁ ଡେଇଁଲା ସେ କଣ ଛିଡ଼ା ହେଇଗଲା ଏ ନା ନା ସେ କଣ ମଉସା ସେ କହିବା ନା ନା ସେ କକଠାନି ହାଇ ଦଉቶ ଗୋଟେ ଉଦାହରଣ ଦେଇକି ମୁଁ କହିବି ଆଜ୍ଞା ମୁଁ ପାଲା ଗାଉ ଗାଉ ଧରିଲେ ସାରୁ କଣ କରେ ଅଶାଳୀନ କଥା ରାଗିକି କହିଦେଲି ସାରୁ ଗୋଟେ ଚଉକି ଧରିଲେ ବାଡ଼େଇକି କଣ ସାରୁ ବୁଝୁଛନ୍ତି ନା ମୁଁ ସାରୁ ଧାରିଏ କଣ କହିଲେ ସାରୁ ଗୋଟେ ଚଉକି ଧରି ମତେ କହିଲେ ବାଡ଼େଇ ଦେଇ ପାହାଡ଼ ସାରେ ମୁଁ ପିଲାରେ ମୁଁ ଦେଖେଇ ମତେ ମାର ଆପଣ ଚଉକି ଧରିକି ଦୌଡ଼ିକି ଆଇଲା ବେଳକୁ ମୁଁ ଦୌଡ଼ିକି ସ୍କୁଲ ବାଇରେ ମାଇଥିବି ନା ଯେମିତି ଯୁବରାଜ ଦଣ୍ଡ ଏ କରେ ସୁନ୍ଦରୀ ଆଗକୁ ଯାଇ ସୁନ୍ଦରୀ କଳା କଣ ଓଡ଼ିଆ ସାହିତ୍ୟର ଏଇ ମହାବତ୍ୟ ବିଭାଗ ଆପଣଙ୍କ ଆଗରେ ଗୋଟାଏ ଘଡ଼ି କହୁଛି କୋଉ କାବ୍ୟ କାବ୍ୟ ବିଏ କୋର୍ସ ଯୋଉମାନେ ଓଡ଼ିଆ ଅନର୍ସ ରଖିକି କଲେଜରେ ପଢନ୍ତି ବ୍ୟାଚଲର ଅଫ ଆର୍ଟ୍ସ ଚନ୍ଦ୍ରହାଟ କବି ହେଲେ ରାଧାନାଥ ପ୍ରଭାକର ଯେମିତି ଡେଇଁ ପଡିଛି ସେ ତଥ୍ୟ ଇଏ ସୁନ୍ଦରୀ କଲା କଣ ରାଧାନାଥଙ୍କ ଲେଖା ଟିକେ ନିଅନ୍ତୁ ଆଜ୍ଞା ହଳଦୀ ହେ ନନ୍ଦ कवि कल्पना कले गोटे हलदी बसंत चढ़े छंचाणता सतु जदि देखिला से गछटा रही केमिति उड़ी जीव ଯେମିତି चिक्की उड़ी पड़े ସେ କେମିତିଆ से कवि किया गण प्रभा ମାନେ ସେ କଣ बिजुली बिजुली आकाश रे मारला बेला गया चिक्की मारला उड़ी हड़ी गला ବୁଝିଗଲା ये सुंदरी जेमिति सुनिला ये कहूँ आस सुंदरी हलदी बसंत चढ़े बढ़िया दौड़ी ବୁଝିଗଲା यार तो मन जाई ता पाखे छाड़िब ନା କଣ ଏଇଟା ଯିବ छाड़िब ନା जदि नदी करके डाकिले पाखक आस ନା ଉଡ଼ିଯିବ डाकिले से निश्चित भाव मो कथा शुणे ଭିତରି ଭାଇ ଡାକିଲା ओडिया साहित्य भिन्न एक दिग कवि राधानाथ लिखिले शत्रु मनोहर तोहर ଯା ଯା ମାନେ ଯୁବରାଜ କହୁଛି ଶତ୍ରୁ ମନୋହର ତୋହର କର ଯୋଡ଼ି
ନଈ ବାଲିରେ ଯୋଉମାନେ ଚାଲିଥିବେ ସେଇମାନେ କେବଳ ସାହିତ୍ୟକୁ ଅନୁଭବ କରିପାରିବେ। ଭାଇ ନଈ ଶୁଖି ଯାଇଥାଉ ଆଜ୍ଞା ନଈ ବାଲିରେ ଆପଣ ଚାଲୁଥିବେ ଇଏ ବିଚାର କରନ୍ତୁ ଆପଣ ଖୋଜେ ପକେଇ ଚାଲିଲା ବେଳକୁ ତିନି ଆଙ୍ଗୁଳି ପୁଣି କାମ ପଶି ଯାଉଛି ଆଜ୍ଞା ଇଏ ଯୁବରାଜ ଦଣ୍ଡ କହିଲା ଲୋ ସୁନ୍ଦରୀ ତୁ ତ ନଈ ବାଲିରେ ଦୌଡ଼ିଲା ବେଳେ ତୋର ତ ଅଭ୍ୟାସ ନାହିଁ ଆଉ ଗୋଟେ କଥା ମନେ ରଖ ନଈ ବାଲିରେ ସବୁ ଥାଏ କୁଶ ଅଙ୍କୁରିତ କୁଶର ଅଙ୍ଗରେ ଥାଏ କଣ୍ଟା ଚାଲିଲା ବେଳେ ତୋ ପାଦରେ ଯଦି ସେ କୁଶ କଣ୍ଟା ଫୁଟିଗଲା ମତେ ଭାରି କଷ୍ଟ ଲାଗୁଛି ଏତିକି କହି ସେ ସୁନ୍ଦରୀ ବିଧବା ବ୍ରାହ୍ମଣୀ ତା ହାତକୁ ଯାଇ ମାଟି ବସିଲା ଖାଲି ହାତ ଧରିଛି କଣ କହୁଥବ କଣ କହିଲା ଓରେ ଯାଇଥିଲୁ ଦକ୍ଷିଣ ଏବେ ଟିକେ ଚାଲେ ପୂର୍ବ ଉତ୍ତର କୋଉଠି ଯିବା ଆଜ୍ଞା ରଣପୁର ପୂର୍ବ ଉତ୍ତର କୋଣ କୋଉ ଜାଗା ଡମପଡା ନାଇଁ ଆଜ୍ଞା ରଣପୁର ପୂର୍ବ ଉତ୍ତର କୋଣରେ ଡମପଡା ଗଡ଼ର କବି ନଟବର ଧଳ ଶାନ୍ତ ଗୋଟାଏ ଭାଇ ସୁନ୍ଦରୀ ହାତକୁ ଧରିଛି କଣ କହୁଛି ପୁରୁଣା କାଳିଆ ଲେଖା ଏ ପୁଅ କହିଲା ପିୟୁଷ ଭାଷୀ ମତେ ହିଟି ବସନା ତୁ ହେଲ ଇଏ ପିୟୁଷ ଭାଷୀ ଭାଷି ଯାଉଛି ये काम जब समुद्र हला मुझे काम समुद्र रे आया काम जब हला समुद्र ता कूलो किरे ता कूलो हला तो कूलो मझिर भासु मु काम समुद्र मझिरे भासु तू आ ऊपरे अभिमान कर आड़रुसा देना तो कोड़ा रूप का कुला मते दिखे आलू देई नहीं जा के बोले ज्ञानी माने ये युवराज दंड कहूछ काम समुद्र मु समुद्र मझिरे भासुची ए सुंदर तो कोड़ा होची आज्ञा समुद्र मझिरे जब जने भासुची
ଯିବ ତାହେଲେ ଗୋଟେ ଡଙ୍ଗା ହେଲେ ଯିବ ଭେଳା ଦରକାର ନହେଲେ ଗୋଟେ ଭେଳା ହେଲେ ଯିବ ତାହେଲେ ଭେଳା ହେଲା କିଏ ଆଜ୍ଞା ଏ ଗୀତଟି ଗାଇବି ଯେ ମତେ ଅର୍ଥ କରିବାକୁ କହିଲେ ଆଜ୍ଞା ମତେ ଅର୍ଥ କରିବା ପାଇଁ କହିଲେ କାଇଁ ସାରେ ମୋ ଚୁଟି ପାଚିଲାଣି ମୁଁ ବୁଢା ହେଲି ଏ ବୟସରେ ଆଉ ଏ ଗୀତ ଗାଇବା କଥା ନୁହଁ ଖାଲି ଦରକାର ହେଲା ବୋଲି ଧାଡ଼ିଏ ଗାଇଛି ଏ ପୁଅ ତାହେଲେ ଭେଳା ହବ କିଏ ଓରେ ମୁଁ କଣ ଲେଖିଛି ନା ହେ ସୁନ୍ଦରୀ ତୋ ସ୍ତନକୁ ସ୍ୱର୍ଣ୍ଣ କୁମ୍ଭ ଅବଲମ୍ବ ମା ଜମା ମୋବାଇଲକୁ ଅନା ସୁନ୍ଦରୀ ଯଦି ହେଲା ତା କୂଳ କୂଳ କାନ ଯଦି ହେଲା ସମୁଦ୍ର ତାହେଲେ ଭେଳା କିଏ ଆଉ ତାକୁ ଅର୍ଥ କରି ହବ ସ୍ୱର୍ଣ୍ଣ କୁମ୍ଭ ଭେଳା ମତେ ଅବଲମ୍ବ ଦେଇବାଳା ଏ ସ୍ୱର୍ଣ୍ଣ ଯୁବରାଜ ଦଣ୍ଡ ହେ ମୋର ସଜ୍ଜନ ବୃନ୍ଦ ତାର କାମ କ୍ଷୁଧାକୁ ଚରିତାର୍ଥ କରିବା ପାଇଁ ସେ ସୁନ୍ଦରୀ ପବିତ୍ର ସରଜ ନଦୀ କୂଳରେ ବଳାତ୍କାର ଯୁବରାଜ କବଳରୁ ଉଦ୍ଧାର ପାଇବା ପାଇଁ ଇଏ ବିଧବା ବ୍ରାହ୍ମଣୀ ଡାକୁଛି ରକ୍ଷା କର କାହା ଲେଖା ନାରୀ କବୟତ୍ରୀ ଅପର୍ଣ୍ଣା ଏଇ ପୁରୀ ଜିଲ୍ଲାର ନା ଗୋଟା ଧାଡ଼ି ଲେଖିଲେ ଆକର୍ଷଣ ଦୃଢ଼େ କରନ୍ତେ ସେ ବାଡ଼ି ସେ ଯୋଉଟା କଇ ଅତି ଉଚ୍ଚ আকুল কণ্ঠরে